ସହରାଞ୍ଚଳରେ ରହୁଥିବା ଯୁବବର୍ଗଙ୍କୁ ସେମାନଙ୍କର ମନଲାଖି କାମ ମିଳୁନି। ସେଥିପାଇଁ ଅଧିକାଂଶ ପିଲା ଚାକିରି କରିବା ବଦଳରେ ବେକାର ହୋଇ ବସିବାକୁ ପସନ୍ଦ ଅଧିକ କରୁଛନ୍ତି। ବୋଧହୁଏ ସେଥିପାଇଁ ଓଡ଼ିଶାର ସହରାଞ୍ଚଳରେ ଥିବା 15ରୁ 29 ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ବେକାରୀ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। କେନ୍ଦ୍ର ସରକାର ଜାରି କରିଥିବା 2024 ଜାନୁଆରୀ ମାର୍ଚ୍ଚ ତ୍ରୈମାସିକର ପିରିୟଡିକ୍ ଲେବର ଫୋର୍ସ ସର୍ଭେକୁ ଅନୁଶୀଳନ କରିବାରୁ ଜଣାପଡ଼ିଛି ଯେ ରାଜ୍ୟର ସହରାଞ୍ଚଳରେ 15ରୁ 29 ବର୍ଷ ବୟସ ବର୍ଗରେ ବେକାରୀ ହାର 23.3% ଭଳି ଉଚ୍ଚ ସ୍ତରରେ ରହିଛି। ବର୍ଷକ ପୂର୍ବରୁ ଏହି ହାର 22.9% ଥିଲା। ଏହି ବର୍ଗରେ ମହିଳାଙ୍କ ବେକାରୀ ହାର 30% ଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ତାହା 20.6% ଅଛି। ଅର୍ଥାତ୍ ଯୁବକଙ୍କ ତୁଳନାରେ ଯୁବତୀମାନେ ଅଧିକ ବେକାର ରହିଛନ୍ତି ବୋଲି ପରୋକ୍ଷରେ କୁହାଯାଇଛି। 2023 ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ମହିଳା ବେକାରୀ ହାର 29